ଚଢ଼େଇଟିଏ ଆସିଲା ମାନେ ଚଢ଼େଇ ଗୁଣ୍ଡିଚି ମୂଷାକୁ ଗୋଟେ ଫୁଲ ଦେଲା। ଗୋଟିଏ ଆମ୍ବ ଗଛରେ ଗୋଟିଏ ଗୁଣ୍ଡିଚି ମୂଷା। ନଈ ନାଳ ପୋଖରୀ ଗାଡ଼ିଆର ପାଣି ଶୁଖି ଯାଇଥାଏ। ଠେକୁଆ କୋଇଲି କପୋତ ବେଙ୍ଗ ବେଙ୍ଗୁଲି କପୋତୀ କୁକୁର କାଉ ଓଧ ଓ କୋକି ଶିଆଳ ପାଣି ପାଇଁ କଲବଲ ହେଲେ। ଶୋଷରେ ଓଠ ପାଟି ଶୁଖି ଯାଇଥାଏ। ଆତୁର ଧରି ବୟସ ହୋଇନଥାଏ। କପୋତ ବେଙ୍ଗ ବେଙ୍ଗୁଲି ଓ କପୋତୀ କାଉ ଓଧ ଓ କୋକି ଶିଆଳ ପାଣି ପାଇଁ କଲବଲ ହୋଇଥାଏ। ତାକୁ ଭାରି ଶୋଷ ହେଲା। ସିଏ ନଦୀକୁ ଗଲା ପାଣି ପିଇବାକୁ। ପାଣି ପିଉ ପିଉ ସିଏ ନଦୀଟିକୁ ପଡ଼ିଗଲା। ତା ଶବ୍ଦ ଶୁଣି ଗୋଟେ ବିଲେଇଟି ଆସିଲା। ବଞ୍ଚା ବଞ୍ଚା ଶୁଣି ବିଲେଇଟି ଆସିଲା। ସେ ମନ ଦୁଃଖରେ ବସିଲା। ସେତିକି ବେଳେ ମା ଆଇଲେ। ମା ପଚାରିଲେ କଣ ହୋଇଛି? ସୋନୁ ସବୁ କଥା କହିଲା। ମା ଲଡୁ ଡବାକୁ ସୋନୁକୁ ଦେଲେ। ସୋନୁ ଲଡୁ ଖାଇ ଖୁସି ହେଲା। ପାଞ୍ଚଟି କୁକୁଡ଼ା ଛୁଆ। ଦିନେ ପାଞ୍ଚଟି କୁକୁଡ଼ା ବଜାର ଗଲେ। ତାଙ୍କ ପଛରେ କୁକୁରଟିଏ ଯାଉଥିଲା। ସିଏ ଗାଈଟିଏ ବଣ ଭିତରକୁ ଚରିବାକୁ ଯାଇଥିଲା। ଚରୁ ଚରୁ ବାଘଟିଏ କହିଲା ମୋତେ ଖାଇବି। ଗାଈଟି ଚରି ଯାଇ ଗଛରେ ଦୁହେଁ ଚଢ଼େଇ ରହୁଥିଲେ। ଗୋଟେ ଦିନ କଳିକଜିଆ ଲାଗିଗଲେ। ସେ ଗଛ ତଳେ ଗୋଟିଏ ବୁଢ଼ୀଟିଏ ଘର କରି ରହୁଥିଲା। ସେ ଚୁଲିରୁ ଗୋଟେ ଜାଗାରେ ପାଉଁଶ ଆଉ ଗୋଟେ ଜାଗାରେ ନଈ ପାଖରେ ଗୋଟିଏ ଜାମୁକୋଳି ଗଛ ଥିଲା। ମାଙ୍କଡ଼ ସେଠି ଜାମୁକୋଳି ଖାଇଲା। ସେତେବେଳେ ଭଉଣୀ ହେଲା ଝିଟିପିଟି କହିଲା ତୁମେ ଅଣ୍ଡାରୁ ଜନ୍ମ ହେଇଛ। କୁକୁଡ଼ା ବଜାର ଯାଉଥିଲେ। ତାଙ୍କ ପଛେ ପଛେ ଗୋଟିଏ କୁକୁରଟିଏ ଗଲା। ସେମାନେ ବଜାରରୁ ସୀତାଫଳ ଆମ୍ବ ନଡ଼ିଆ କଦଳୀ ଆଣିଲେ। ଫେରିଲା ବେଳକୁ ବଣଟିଏ ପଡ଼ିଲା। ବଣ ଭିତରୁ ବିଲିଆଟିଏ ବାହାରି ଆସିଲା। ସିଏ କୁକୁଡ଼ାମାନଙ୍କୁ କହିଲା ମୁଁ ତୁମକୁ ଖାଇବି। କୁକୁର ଭୋ ଭୋ କରି ବିଲୁଆକୁ ଡରାଇ ଦେଲା। ବିଲୁଆ ବଣ ଭିତରେ ଲୁଚିଗଲା। ଗୋଟେ ହାତୀ ରାଜାଙ୍କ ପ୍ରିୟ ହାତୀ ଥିଲା। ଗଛ ମୂଳରେ ବସିଲେ। ସେ କହିଲେ ମୁଁ ଏଇ ପୋଖରୀରେ ବୁଡ଼ିକି ମରିବି। ନେଇ ତମେ ଯାହାକୁ ପ୍ରଥମନ୍ତ୍ରୀ ଦ୍ୱିତୀୟମନ୍ତ୍ରୀ ଯାହାକୁ କହିଲେ ମାରିଦେବି। ରାଜା କହିଲେ
ତଳେ ଲୁଚି ପଡ ଅସୁରମାନେ କହିଲେ ଭାଇ ଓ ଭଉଣୀମାନେ, ଆଜି ମୁଁ ଯେଉଁ ପ୍ରସଙ୍ଗରେ ଭାଷଣ ଦେବାକୁ ଯାଉଛି ତାହାର ନାମ ହେଉଛି ତାଙ୍କରି ନାମ ଅନୁଯାୟୀ ଏହି ଦେଶର ନାମ କରାଯାଇଛି। ଶେଷରେ ଆମ୍ଭେ ସନ୍ଧେ ଭାରତୀୟ ଅଟୁ, ଯାହାର ମୂଳ ମନ୍ଦିର ଥିଲା ବିଶ୍ୱାସ, ଯାହାର ରାଜ୍ୟ ଥିଲା ମଧ୍ୟ ରାମରାଜ୍ୟ। ଆଜିର ଦୁନିଆରେ ପରସ୍ପର ପ୍ରତି ବିଶ୍ୱାସ ମୋ ଜନ୍ମଭୂମିର ନାମ ହେଉଛି ଭାରତ। ଆଜିର ବିଷୟ ହେଉଛି ମୋ ସ୍ୱପ୍ନର ଏହାର ଶାନ୍ତି ଗୌରବ ସମସ୍ତଙ୍କୁ ଦରକାର। ଆଗରେ ସମସ୍ତେ ଶପଥ କରିବା ଯେ ଆମେ ଆମ ରାଷ୍ଟ୍ରକୁ କେମିତି ଆଗକୁ ନେବା ସେତିକି ସମସ୍ତେ ଏକଜୁଟ ହେଇ ରହୁଥିବା, ଯେଉଁଠାରେ ଆମ ଭାରତ ଦେଶରେ ପ୍ରସ୍ତୁତ ହେବା କୁଟୁମ୍ବ ବନ୍ଧନରେ ପ୍ରତିଧ୍ୱନିତ ହେଉଥିବ, ଯେଉଁଠାରେ ଆମେ ସମସ୍ତେ ଏକଜୁଟ ହେଇ ରହୁଥିବା, ସମସ୍ତେ ସମସ୍ତଙ୍କୁ ସହାୟତା କରୁଥିବା, ସମସ୍ତେ ସମସ୍ତଙ୍କ ପ୍ରତି ସ୍ନେହ ଭକ୍ତି କରୁଣା ରଖୁଥିବା ଓ ମୁଁ ଚାହେଁ ମୋ ସ୍ୱପ୍ନର ଭାରତ ଏପରି ହେଉ ଯେଉଁଠାରେ ହିଂସା କପଟତା ରହିବ ନାହିଁ, ଜାତି ଅଜାତି ମଧ୍ୟରେ ଭେଦଭାବ ରହିବ ନାହିଁ। ଏବଂ ମୁଁ ଚାହେଁ ମୋ ସ୍ୱପ୍ନର ଭାରତ ଏପରି ହେଉ ଯେଉଁଠାରେ ଶାନ୍ତି ମୈତ୍ରୀ ସଦ୍ଭାବନା ରହିଥାଉ। ଅପୂର୍ବ ପ୍ରୀତି ଓ ଶାନ୍ତି ଜାଗ୍ରତ ହୁଏ। ଏହି ବିଶ୍ୱବିଦିତ ଭାରତ ଭୂମି ତ୍ୟାଗ ଭୂମି, ଗ୍ରାମ୍ୟ ଭୂମି ରୂପେ ସୁପରିଚିତ। ମୋ ସ୍ୱପ୍ନର ଭାରତ ଏପରି ହେବା ଆବଶ୍ୟକ ଯେଉଁଠାରେ ଧନ ଧାନ୍ୟରେ ପରିପୂର୍ଣ୍ଣ ଥିବ, ବିଶ୍ୱ ଦରବାରରେ ଶାନ୍ତି ଏବଂ ପ୍ରୀତି ଜାଗ୍ରତ ହୁଏ, ଯାହାର ଉଚ୍ଚାରଣ ଯାହାର ନିରୀକନ୍ଦ এই আক্রমণ এই বড় ভারতবর্ষ, এই বড় জন্মভূমি, বড় কর্মভূমি মা। এই বড় জন্মভূমি যেমন মহাত্মা কর্মতে জন্ম নিয়ে সে মহাপুরুষ জাতীয়তা মহাত্মা গান্ধী হুঁতু কিংবা সে কবিতার রাজমাত্রা ଶୈଳୀ ବିଷୟବସ୍ତୁ ଏବଂ ନିଜର ଭାରତର କ'ଣ ଗାରିମାମୟ କଥାବସ୍ତୁ ତା ଉପରେ ଆଲୋଚନା କରିବ, ତାପରେ ସମସ୍ୟା କ'ଣ, ତାପରେ ଆମର ମାନବ ସମ୍ବଳର ବିକାଶ ହେଇପାରୁଛି, ଏଗୁଡ଼ାକ ହେଲା ଆମର ସମସ୍ୟା। ସେ ସମସ୍ୟାର ଦୂରୀକରଣ କେତେବେଳେ ହବ, ସେତେବେଳେ ଗୋଟେ ଭାରତ, ଗୋଟେ ସ୍ୱପ୍ନର ଭାରତ ତିଆରି ହେଇପାରିବ।